ଗତକାଲି ରାତି 2:15 ମୁଁ ଏକ ଉଠିଥିଲି। ଏକ ଉଠି ଆସି ମେନ୍ କବାଟକୁ ଭିତରୁ ଲକ୍ କରୁଛି। ସେଇପଟେ ବାଲକୋନିରୁ 3 ଜଣ ଆସି ମୁହଁରେ ମୁଖା ପିନ୍ଧିଛନ୍ତି, ମାରଣାସ୍ତ୍ର ଧରିକି ଘରେ ଧୁମଧାମ ପଶିଲେ। ମୋତେ ଡେଣା ଧରି ଆଣି ଘରେ ବସେଇ ଦେଲେ। କହିଲେ ଶଳା କେଉଁଠି ଗଡ଼ରେଜ ଚାବି ଅଛି ଦେ, ନହେଲେ ସବୁ ମାରିଦେବୁ। ମୁଁ ଏଠୁ ଡରିକିରି ଗଡ଼ରେଜ ଚାବିଟା ତାଙ୍କୁ ଧରିଦେଲି। ତାପରେ ମୋତେ କମଳଟା ଧରିକିରି ମୋ ମୁହଁରେ ମାଡ଼ିକିରି ଶୁଏଇଦେଲେ। କହିଲେ ଶଳା ଶୁ, ନହେଲେ ଅନେଇବୁ ଯଦି ସବୁ ମାରିଦେବୁ। ସେଠୁ ଗଡ଼ରେଜ ଖୋଲିକିରି ସବୁ ଯାହା ଥିଲା ନେଲେ। ମୋ ସ୍ତ୍ରୀ ବେଡ଼୍ରେ ଶୋଇଲା, ତାକୁ ଟାଣି ଆଣିକି ତା ଚେନ୍ଟା ଛଡ଼େଇ ନେଲେ। ତାକୁ ଏଠୁ ବାହାରଟେ ଦେଲେ, କହିଲେ ଆଉ କେଉଁଠି ସୁନା ରଖିଛୁ ଦେ। ସେ କହିଲା ନାହିଁ ମୁଁ କିଛି ସୁନା ରଖିନି, ବ୍ୟାଙ୍କରେ ସବୁ ସୁନା ଅଛି, ଆମର ଘରେ ନାହିଁ କିଛି। ସେଠୁ ତାକୁ ପୁଣି ଆହୁରି ତା ବିଧାକୁ 2ଟା ଦେଲେ। ତାଠୁ ସବୁ ଛଡ଼େଇକି ନେଲେ। ଆଉ ଯାହା ଥିଲା ସବୁ ସୁନାସୁନି ନେଲା ପରେ ପୁଣି ଆମକୁ ଭିତରୁ ଲକ୍ କରିଦେଲେ। ତାପରେ ଗଲେ ପୁଅ ରୁମ୍କୁ। ପୁଅ ରୁମ୍ରେ ଗଡ଼ରେଜ ଭାଙ୍ଗିଲେ, ତା ଆଲଣା ଭାଙ୍ଗିଲେ, ତାର ଗଦିଗୁଦା ସବୁ ଟେକି ଟୁକାକରି ଘରେ କିଛି ପାଇଲେନି। ଘରକୁ ଗଲେ। ତାପରେ ଗେଷ୍ଟ ରୁମ୍କୁ ପଶିଲେ। ଗେଷ୍ଟ ରୁମ୍ ବାକ୍ସ ବି ଖୋଲିଲେ। ବାକ୍ସ ଖୋଲିକିରି ସବୁ ଜିନିଷପତ୍ର ପକାଇ ଦେଇଛନ୍ତି। ତାପରେ ଉଠିକିରି ଯାଇଛନ୍ତି। ଆମେ ତ ଭିତରେ ଲକ୍ ହେଇଛି। ଆମେ ଯାଇ 5ଟାରେ ଘର ଏକୁଟିଆ। ଡାକିବାରୁ ଜଣେ ରାସ୍ତାରେ ଯାଉଥିଲା, ସେ ଯାଇ ଖବର କହିବାରୁ ଆମ ପଡ଼ୋଶୀ ଲୋକ ଆସି ଫିଟେଇବାରୁ ଆମେ ବାହାରିଲୁ ଘରୁ। କୋଉଠି ବାଲକୋନି କୋଉଠି 3 ଜଣ ପଶିଲେ। 3 ଜଣ ପଶିକିନା ତାଙ୍କୁ ଡେଣା ଧରିକି ନେଇକିନି ତାଙ୍କ ସେଜ ଉପରେ ପକେଇ ତାଙ୍କୁ କମଳ ଘୋଡ଼େଇ ଦେଲେ। ତାପରଠୁ ମୁଁ ଶୋଇଥିଲି, ମୋତେ ଏଠୁ କଚାଡ଼ିକିନି ଆଣିକିନି ମୁହଁ ମାଡ଼ିଦେଲେ। ଏଠୁ ମୋତେ ବାଡ଼ି ଦେଖେଇଲେ। ତାପରେ ଏଠୁ ମୋତେ ମୋ ନାକ ଚିପିକିନି ମୋ ମୁହଁ ଚିପି ଚିପାକିନି ମୋତେ ପୁରା ଅଣନିଶ୍ୱାସୀ କରିଦେଲେ। ଏଠୁ ମୁଁ ଆଉ କିଛି ଜାଣିପାରିଲିନି। ମୁଁ କହିଲି କ'ଣ ପାଇଁ ମାରୁଛନ୍ତି, କ'ଣ ପାଇଁ ମାରୁଛନ୍ତି। ଏଠୁ ସେ ବହୁତ ଗୁଡ଼ାଏ ମୋ ପୁଅକୁ ଗାଳି କଲେ। ଏଠୁ ମୋ ବେକରୁ ଚେନ୍ ଛିଣ୍ଡେଇକି ନେଲେ। ଏଠୁ ମୋତେ କହିଲେ କେଉଁଠି ଅଛି ଦେ କ'ଣ। ଏଠୁ ମୁଁ କହିଲି ମୁଁ କିଛି ରଖିନି, ଲକରରେ ସବୁ ଅଛି। କହିଲେ ଏଇ ଘରେ ସବୁ ଅଛି, ଲକରରେ ରହିଛି। ଏଠୁ ୟାଙ୍କ ପାଖକୁ ଗଲେ ଖଣ୍ଡାଟା ଧରିକିନି କହିଲେ ଚାବି ଦେ, ନହେଲେ ହାଣିଦେବି। ଏଠୁ ସେ ଡରିକିନି ଚାବି ଦେଲେ। ଆଉ ବାଡ଼ିରେ ମୋତେ ପିଟିଛନ୍ତି। ବଡ଼ ଖଣ୍ଡାଟେ ଧରିଥିଲେ, ଭୁଜାଲିଟେ ଧରିଥିଲେ। ଆଉ ଛୋଟ ବଡ଼ କିନି ଅସ୍ତ୍ର 2ଟା ଆଉ ବଡ଼ ବାଡ଼ିଟେ, ଯେ ବାଡ଼ିଟା ରୁମ୍ରେ ପଡ଼ିଛି। ଆରେ ସେ ତାଙ୍କର ନେଇକିନି ଗଲା। ମୋତେ ବାଡ଼ିଆ ପିଟା କରିଛନ୍ତି। ମୋ ଦେହ ଦରଜ ଫରଜ ହେଇଯାଇଛି। ସବୁ ଛାତିରେ ବି ଚେନ୍ ଛିଣ୍ଡେଇ ଛିଣ୍ଡାକିନି ସବୁ ନେଲେ ମୋର। ଆଉ